ସ୍ୱାମୀ ଦୟାନନ୍ଦ ସରସ୍ୱତୀ 1860 ମସିହାରେ ସେ ସ୍ୱାମୀ ବିରଜାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ସେହିଦିନଠାରୁ ସେ ଦୟାନନ୍ଦ ସରସ୍ୱତୀ ନାମରେ ପରିଚିତ ହେଲେ। ସ୍ୱାମୀ ବିରଜାନନ୍ଦଙ୍କ ଶିଷ୍ୟ ହେଲା ପରେ ସେ ବୈଦିକ ଶାସ୍ତ୍ର ଅଧିକ ଅଧ୍ୟୟନ କରି ଜ୍ଞାନ ଅର୍ଜନ କଲେ। ହିନ୍ଦୁ ଧର୍ମ ଓ ସମାଜରେ ପ୍ରଚଳିତ କୁସଂସ୍କାର ଦୂର କରିବା ପାଇଁ ଗୁରୁଙ୍କ ଠାରୁ ସେ ପ୍ରେରଣା ପାଇଲେ। ତେଣୁ ବୈଦିକ ଶିକ୍ଷା ଓ ସଂସ୍କୃତିର ପ୍ରସାର ପାଇଁ ଦୟାନନ୍ଦ ସରସ୍ୱତୀ ନିଷ୍ଠାପର ଭାବରେ ଉଦ୍ୟମ କଲେ। ବେଦ ହେଉଛି ଭାରତୀୟ ସଂସ୍କୃତିର ମୂଳପିଣ୍ଡ। ଏହାକୁ ଦୟାନନ୍ଦ ଏକ ସତ୍ୟ ବୋଲି ଗ୍ରହଣ କରିଥିଲେ। ଦୀର୍ଘ ଦିନର ଭାରତୀୟ ସମାଜ, ଧର୍ମ ଓ ସଂସ୍କୃତି ବେଦକୁ ଆଧାର କରି ତିଷ୍ଠି ରହିଥିଲା। ପରବର୍ତ୍ତୀ କାଳରେ ବୈଦିକ ଧର୍ମ କଳୁଷିତ ହୋଇଥିବାର ସେ ଉପଲବ୍ଧି କରିଥିଲେ। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ବୈଦିକ ଯୁଗର ମହାନ ସଂସ୍କୃତିର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ କଲେ। ସେଥିପାଇଁ 1875 ମସିହାରେ ବମ୍ବେଠାରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ। 1877 ମସିହାରେ ଲାହୋରଠାରେ ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। 1881 ମସିହାରେ କାଶୀଠାରେ ଏକ ଧର୍ମ ସଭାରେ ନିଜର ସିଦ୍ଧାନ୍ତକୁ ସେ ବଳିଷ୍ଠ ଭାବରେ ଉପସ୍ଥାପିତ କରିଥିଲେ। ଦୟାନନ୍ଦ ନିଜର ସମସ୍ତ ଉପଦେଶାବଳୀଗୁଡ଼ିକୁ ସତ୍ୟାର୍ଥ ପ୍ରକାଶ ନାମକ ଏକ ପୁସ୍ତକରେ ପ୍ରକାଶ କରିଥିଲେ। ସେ ବେଦକୁ ଈଶ୍ୱରଙ୍କ ବାଣୀ ଏବଂ ଭାରତୀୟ ଧର୍ମର ମୂଳପିଣ୍ଡ ବୋଲି ପ୍ରଚାର କଲେ। ସଫଳତାର ପରିଭାଷା। ସଫଳତା ପାଇବାକୁ ହେଲେ ଆମେ ଯେଉଁ କାମ କରୁଛେ ତାକୁ ସବୁଠୁ ଭଲ ଭାବରେ କରିବା ଉଚିତ। ସବୁ କାମ ସର୍ବୋତ୍କୃଷ୍ଟ ଭାବରେ କରିବା ପାଇଁ ଭାବିବା ଏକ ନିଶା ହେବା ଉଚିତ। ସବୁ କାମ ଠିକ ଭାବେ କରିବା ପାଇଁ ଆମେ ଚେଷ୍ଟା କରିବା। କାରଣ ଏମିତି କିଛି ଜିନିଷ ନାହିଁ ଯାହା ଆହୁରି ଭଲ ଭାବରେ କରାଯାଇ ପାରିବ ନାହିଁ। ଖାଲି ଆମର ଉଦ୍ୟମ ଟିକେ ଅଧିକ ଶାଣିତ ହେବା ଦରକାର। ଘୋଡ଼ା ଦୌଡ଼ରେ ଜିତିଥିବା ଘୋଡ଼ାଟି ଅନ୍ୟ ଘୋଡ଼ାମାନଙ୍କ ଠାରୁ 5 ବା 10 ଗୁଣ ଅଧିକ ଦୌଡ଼ି ପାରେ ବୋଲି ଆପଣ ଭାବୁଛନ୍ତି କି? ନା, ଜମା ନୁହେଁ। ସେ ହୁଏତ ଅଳ୍ପ କିଛି ଅଧିକ ହୋଇପାରେ, କିନ୍ତୁ ପୁରସ୍କାର ସେହି ମାପରେ ନ ମିଳି 5 ବା 10 ଗୁଣା ଅଧିକ ମିଳିଥାଏ। ଏହା କ'ଣ ଠିକ? ଏହା କ'ଣ ହେବା ଉଚିତ? କିନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ। ଏସବୁ ହେଉଛି ଖେଳର ନିୟମ। ଏହି ନିୟମ ମାନି ଖେଳ ଖେଳାଯାଏ। ଆମ ଜୀବନ କ୍ଷେତ୍ରରେ ବି ସେଇ ଏକା କଥା। ସଫଳ ବ୍ୟକ୍ତିମାନେ ହାରି ଯାଇଥିବା ବ୍ୟକ୍ତିମାନଙ୍କ ଠାରୁ 10 ଗୁଣ ବେଶୀ ବୁଦ୍ଧିମାନ ନୁହନ୍ତି। ସେମାନେ ହୁଏତ ରତିଏ କି ମାମୁଲି ପରିମାଣର ଅଧିକ ବୁଦ୍ଧିମାନ ହୋଇପାରନ୍ତି, କିନ୍ତୁ ପୁରସ୍କାର 10 ଗୁଣା ଅଧିକ ମିଳିଥାଏ। ଜୟ ଶ୍ରୀ ଜଗନ୍ନାଥ।